ଆଜିଠୁ ଆରମ୍ଭ ହେଉଛି ମୋଦିଙ୍କର ତୃତୀୟ ଇନିଂସ୍। ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ନରେନ୍ଦ୍ର ଦାମୋଦର ଦାସ ମୋଦି। ଏଥିପାଇଁ ରାଷ୍ଟ୍ରପତି ଭବନରେ ହୋଇଥିଲା ଭବ୍ୟ ଆୟୋଜନ। ସନ୍ଧ୍ୟା 7:15ରେ ପ୍ରଧାନମନ୍ତ୍ରୀ ଭାବରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତେବେ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପୂର୍ବରୁ ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ପ୍ରଧାନମନ୍ତ୍ରୀ ମୋଦି। ଏଥିରେ ଓଡ଼ିଶାର ଉତ୍ତରୀୟ ମୋଦି କାନ୍ଧରେ ପକାଇଥିଲେ। ଏଥିରୁ ମୋଦିଙ୍କର ଓଡ଼ିଶା ପ୍ରତି ଥିବା ଅପୂର୍ବ ଭଲ ପାଇବା ସ୍ପଷ୍ଟ ଅନୁମେୟ ହେଉଛି। କୋଟି ଓଡ଼ିଆର ଗୋଟିଏ ସ୍ପନ୍ଦନ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଯାହାଙ୍କର ନାଁ ନେଇ ମୋଦି ଓଡ଼ିଶାର ମନ କିଣିଛନ୍ତି। ପାର୍ଲିଆମେଣ୍ଟ ସେଣ୍ଟ୍ରାଲ ହଲ୍ରେ ହେଉ ଅଥବା ନିର୍ବାଚନୀ ସଭା, ସବୁଠି ମୋଦିଙ୍କ ମୁହଁରେ ଜୟ ଜଗନ୍ନାଥ। ଅନେକ ସମୟରେ ଓଡ଼ିଆରେ ଭାଷଣ ଦେଇଛନ୍ତି ମୋଦି। ଓଡ଼ିଶାକୁ ଏକ ନମ୍ବର ରାଜ୍ୟ କରିବାର ସ୍ୱପ୍ନ ଦେଖିବା ସହିତ ଓଡ଼ିଆ ଲୋକଙ୍କୁ ଆତ୍ମବିଭୋର ବି କରିଛନ୍ତି। ସାରା ଦେଶରେ ଓଡ଼ିଶା